26-23 ଯୀଶୁ ବୟସ ପ୍ରାପ୍ତ ହୋଇ ବୃଦ୍ଧି ହେଲେ। ସେ ଈଶ୍ୱରଙ୍କ ମାର୍ଗ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦେଲେ। ଅନେକ ଆଶ୍ଚର୍ଯ୍ୟ କର୍ମ କରି ସେ ଈଶ୍ୱରଙ୍କ ଠାରୁ ଆସିଛନ୍ତି ବୋଲି ପ୍ରମାଣ କଲେ। କିନ୍ତୁ ମନ୍ଦ ପ୍ରକୃତିର ଲୋକ ତାଙ୍କୁ ବିଶ୍ୱାସ କଲେ ନାହିଁ। ସେମାନେ ଯୀଶୁଙ୍କୁ କ୍ରୁଶ କାଠରେ କଣ୍ଟା ମାରିଦେଲେ। ଜଣେ ସୈନିକ ତାଙ୍କ ବକ୍ଷରେ ବର୍ଚ୍ଛାଘାତ କଲା। ସେ ପ୍ରକୃତରେ ମୃତ୍ୟୁବରଣ କଲେ। ବନ୍ଧୁଗଣ, ଈଶ୍ୱର ଆଦମଙ୍କୁ କହିଲେ, ଯଦି ସେ ବୃକ୍ଷର ଫଳ ଖାଏ ତେବେ ସେ ମରିବ। ଆମେ ସମସ୍ତେ ଈଶ୍ୱରଙ୍କ ଅବାଧ୍ୟ ହୋଇ ଅନନ୍ତ ମୃତ୍ୟୁ ଦଣ୍ଡଯୋଗ୍ୟ ହୋଇଅଛୁ। କିନ୍ତୁ ଯୀଶୁ ଆମ ଦଣ୍ଡ ବହନ କଲେ। ଅବ୍ରାହମଙ୍କ ପୁତ୍ର ବଦଳରେ ଈଶ୍ୱର କି ପ୍ରକାର ମେଷ ଯୋଗାଇଲେ ସ୍ମରଣ କରନ୍ତୁ। ସେପରି ଈଶ୍ୱର ଆମ ପ୍ରତି ନିଜର ଏକମାତ୍ର ପୁତ୍ରଙ୍କୁ ମୃତ୍ୟୁ ଭୋଗିବାକୁ ଦେଲେ। ଯୀଶୁଙ୍କ ମରଣରେ ଶୈତାନ ପରାଜିତ ହେଲା। ବର୍ତ୍ତମାନ ଶୈତାନର ଆମ ପ୍ରତି ଅନନ୍ତ ମୃତ୍ୟୁ ଦଣ୍ଡର ଶକ୍ତି ବିନାଶ ହୋଇଅଛି। 26-24 ଯୀଶୁଙ୍କ ମର ଶରୀର ଗୋଟିଏ କବରରେ ରଖାଗଲା। କିନ୍ତୁ ତୃତୀୟ ଦିବସରେ ସେ ପୁନର୍ବାର ଜୀବିତ ହେଲେ। ସେ ନିଜର ବନ୍ଧୁମାନଙ୍କ ଦେଖାଦେଲେ। କିନ୍ତୁ ସେମାନଙ୍କ ମଧ୍ୟରେ ଥୋମା ନାମରେ ଜଣେ ସେମାନଙ୍କ ସଙ୍ଗରେ ନଥିଲେ। ପରେ ସେମାନେ କହିଲେ, ଆମେ ପ୍ରଭୁଙ୍କୁ ଦେଖିଅଛୁ। କିନ୍ତୁ ସେ ସେମାନଙ୍କୁ ବିଶ୍ୱାସ କଲା ନାହିଁ। ପୁଣି ଆଉ ଥରେ ସମସ୍ତଙ୍କୁ ଯୀଶୁ ଦେଖାଦେଲେ। ଯୀଶୁ ଥୋମାଙ୍କୁ ହାତର କଣ୍ଟାଘାତ ଓ ବକ୍ଷର ବର୍ଚ୍ଛାଘାତ ଦେଖାଇଲେ ଓ ତାଙ୍କୁ କହିଲେ, ସନ୍ଦେହ ନ କରି ବିଶ୍ୱାସ କର। ଯେଉଁମାନେ ମୋତେ ନ ଦେଖି ବିଶ୍ୱାସ କରନ୍ତି ସେମାନେ ଧନ୍ୟ। ବନ୍ଧୁଗଣ, ଆସ ଆମେ ଥୋମାଙ୍କ ପରି ସନ୍ଦେହ ନ କରି ଈଶ୍ୱରଙ୍କ ପ୍ରତିଜ୍ଞାରେ ବିଶ୍ୱାସକାରୀ ଅବ୍ରାହମଙ୍କ ପରି ହେବା। ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ଆମେ ଈଶ୍ୱରଙ୍କୁ ଜାଣିପାରିବା, ପୁଣି ତାଙ୍କଠାରୁ ଅନନ୍ତ ଜୀବନ ପାଇପାରିବା।